କନ୍ଧମାଳ କବି ସ୍ୱପ୍ନ କୁମାର ତ୍ରିପାଠୀଙ୍କ କବିତା କବିର ଟାଇଲ ଘର। କବିର ଟାଇଲ ଘରଟା ବନ୍ଧୁ, ଖରା ଶୀତ ଶୋଭାଚାର, ବରଷା ଆସିଲେ ମନ ଅଭିମାନ, ବନ୍ଧୁ ଜଗନ୍ନାଥ କେବେ ବିଚାର। ଅସରାଏ ମେଘ ବରଷା ଧାରରେ ବନିଯାଏ ଦୁର୍ଦ୍ଦଶା, କାହାଣୀ ବି ତ ନୁହେଁ କବିର ଜୀବନ, ନୁହେଁ ବି ବର୍ଣ୍ଣନା ଭାଷା। ଗ୍ରୀଷ୍ମ ଉତ୍ତାପ ଜୀବନ ପ୍ରକୋପ, ନ ହୁଏ ପ୍ରଭାବଶାଳୀ, ଆଷାଢ଼ ଶ୍ରାବଣ ବରଷା ମାସରେ ନିତ୍ୟ ଗୃହେ ଉଠେ କଳି। ଗୃହିଣୀଙ୍କ ଭାଷା, ଭାଗ୍ୟରେ ମୋ ଥିଲା ଧରିଥିଲି ପୋଡ଼ା ହାତ, ସାରା ଜୀବନର ଦୁଃଖ କଷ୍ଟ ନେଇ ଜୀଇଁବାଟା ଭାରି କଷ୍ଟ। କବି ଯନ୍ତ୍ରଣା ନେଇ ବଞ୍ଚିପାରେ, ଦୁନିଆର ଦୁଃଖ ଦେଖେ, ସୁଖ ଜୁଆରରେ ନ ଘେନେ ମନ, ପ୍ରକୃତିରୁ କବି ଶିଖେ। ସୁଖ ଦୁଃଖର ସମୟ ଧାରରେ ନିତ୍ୟ ଉପନୀତ ପ୍ରୌଢ଼ାବସ୍ଥା, ଇଏ ବି ଜୀବନ କଲ୍ୟାଣମୟ, ମନରେ ଅନେକ ଆସ୍ଥା। ଯଦି ନଥାଏ ଘର ଛାତ ମୋର, ଖୋଲା ଆକାଶ ମୋ ଛାତ, ବୃକ୍ଷତଳ ମୋ ଆଶ୍ରୟସ୍ଥଳ, ସେଇ ବି ପ୍ରାଣୀଙ୍କ ହିତ। 60 ସାଲର ମାତାପିତା ଗୃହ, ମାଟି ଇଟାର ତା କାନ୍ଥ, ସମୟ ଧାରରେ କ୍ଷତ ବିକ୍ଷତ, କାନ୍ଥରେ ଅନେକ ଫାଟ। ଆଷାଢ଼ ଶ୍ରାବଣ ଆରମ୍ଭ ହୋଇଲେ କାନ୍ଥ ଗୃହେ ଉଇ ହୁଙ୍କା, ରଙ୍ଗ ପିମ୍ପୁଡ଼ିର ଦୌରାତ୍ମ୍ୟ ପ୍ରବଳ, ମନରେ ଭାରି ଆଶଙ୍କା। ପଙ୍କି ମାଳ ମାଳ ଉତ୍ପନ୍ନ ତହିଁ ଟାଇଲରେ ବସା ବାନ୍ଧେ, ଗୃହ ଭିତରେ ଶବ୍ଦ ଫରଫର, ଗୃହିଣୀଙ୍କ ମୁଣ୍ଡ ବିନ୍ଧେ। ଘର ଉପର କାକ ବଣିମାଳ, ଘର ଚଟିଆର ଦୃଶ୍ୟ, ପଙ୍କି ଜୀବନ ଘଡ଼ି ମୁହୂର୍ତ୍ତର ଅସହାୟ ଅବଶୋଷ। ବଞ୍ଚିବା ପାଇଁ ଏଇଠି ସଂଘର୍ଷ, ଦୁର୍ବଳ ଅସହାୟ, ମାନବ ଚେତନା ଅତ୍ୟନ୍ତ ଊର୍ଦ୍ଧ୍ୱରେ, ସିଏ ବି ଏଠି ବିସ୍ମୟ। ସୁଖ ଦୁଃଖର ସଂସାର ବନ୍ଧୁ ସମୟର ଉପନୀତ, ତେଣୁ ଏ ଜୀବନ ଅସଂଖ୍ୟ ଚେତନା, ମାନବତା ସର୍ବଶ୍ରେଷ୍ଠ। ସ୍ୱ ଜୀବନର ଖୋଲା ହେବା ବା ଖୋଲି ସ୍ୱୀକାର କରିବା ଏକ ମୋହନୀୟ ବିଷୟବସ୍ତୁ। ଏପରି ଏକ ଅଟୋବାୟୋଗ୍ରାଫିର ଖୋଲା ରଚନା। ଏହା କୌଣସି ଲଜ୍ଜାର ବିଷୟବସ୍ତୁ ନୁହେଁ। ସମୟ ଧାରରେ ଏହାକୁ ଭଗବାନ ବଦଳାଇ ଦେଇପାରନ୍ତି, କାରଣ ମନୁଷ୍ୟ ନିତ୍ୟ ଆଶା ଭରସାର ଜୀବନରେ ବଞ୍ଚି ରହେ।